ଶାଳମଳ ଚୁନ ଶୃଙ୍ଗାର ହାରଟ ଇଏ ବେଣୁ ଧବଲେମ୍ବୁ ଲୋଧ ବିଲ ଆଦି ଗୋଡ଼ିବାଣ କମି ଇଏ କଣ କମଉଛ ବଢୁଛ ନା କଣ? କହିଲେ ଏଇ ସବୁ ବୃକ୍ଷ ରାଜି କି ଦେଖ। ଆଜ୍ଞା ବୃକ୍ଷକୁ ଦେଖାଉଛନ୍ତି ଶିବ, ପାର୍ବତୀଙ୍କର ବନରାଜି ଦେଖିବାର ଇଚ୍ଛା ନାହିଁ। ପାର୍ବତୀଙ୍କ ମନରେ ଅନେକ ଦିନରୁ ଗୋଟେ ପ୍ରଶ୍ନ, ମୋ ମା ମାନେ ସବୁ ଶୁଣ, ତୁମର ଯାହା ବୁଝିବାର ଆବଶ୍ୟକ ସ୍ୱାମୀ କି ସ୍ତ୍ରୀ ପଚାରିବ, କାରଣ ସ୍ୱାମୀ ହଉଛି ସ୍ତ୍ରୀର ଗୁରୁ, ସ୍ୱାମୀ ହଉଛି ସ୍ତ୍ରୀର ପରମ ବାନ୍ଧବ, ଆଉ ସ୍ୱାମୀ ସେବା ହଉଛି ନାରୀର ମୂଳ ଧର୍ମ। ଅନେକ ନାରୀ ଅଛନ୍ତି ମନ୍ଦିରରେ ମୂର୍ତ୍ତି ପୂଜା କରିବାକୁ ଯେତିକି ଭଲ ପାଆନ୍ତି, ସ୍ୱାମୀ କି ଭଲରେ ଗଣ୍ଡେ ଖାଇବାକୁ ଦେଇ ଭଲ କଥା ପଦେ କହିବାକୁ ଚାହାନ୍ତି। ମୁଁ ବାରମ୍ବାର କହିଛି ମା, ଆଗ ପରିବାରର ଜୀବନ୍ତ ଦେବତାଙ୍କୁ ଭଲ କରି ଖାଇବାକୁ ଦବ, ମଧୁର କଥା କହିବ, ତାପରେ ମନ୍ଦିରକୁ ଯାଅ। ବୁଢା ଶ୍ୱଶୁର ବସିଥବ ଚା ଟିପେ ପିଇବାକୁ, ଗୁରୁବାରେ ମୁଁ ଲକ୍ଷ୍ମୀ ପୂଜା କରିବାକୁ ଯିବି, ଲକ୍ଷ୍ମୀ ମନ୍ଦିରକୁ ଧଳା ଲୁଗା ପିନ୍ଧି ଦୌଡ଼ିବ, ବୁଢା କହୁଥିବ ମାଲୋ ଟିକେ ଚା ଦେଲୁନି, ବୋହୁ କହୁଥିବ ଖେଣ୍ଟା ବୁଢା ଟିକେ ମନ୍ଦିରକୁ ଯାଇ ଦଉନି। ସେଇଠି ସବୁ ଧର୍ମ ସରିଗଲା। ଶଙ୍କର ଭଗବାନଙ୍କୁ ଅନେକ ଦିନରୁ ମା ପାର୍ବତୀଙ୍କ ମନରେ ଗୋଟେ ପ୍ରଶ୍ନ ଉଙ୍କି ମାରୁଥିଲା, ପଚାରିବି ବୋଲି। ଶିବ ଭଗବାନ ଦେଖାଉଛନ୍ତି ଜଙ୍ଗଲର ଦୃଶ୍ୟ, ପାର୍ବତୀଙ୍କର ମନ ନାହିଁ। ଆପଣ ମାନେ ଶିକ୍ଷକ ରିଟାୟାର କଲେଣି, ଆପଣ ଏବେ ପଢଉଛନ୍ତି, 50 ପିଲା ଭିତରେ ପାଠ ପଢିଲା ବେଳେ କୋଉ ପିଲାଟା ମନ ଦେଇ ଶୁଣୁଛି କି ଶୁଣୁନି ଆପଣ ଜାଣିପାରିବେନି? ଜାଣି ହେଇଯିବ ଆଜ୍ଞା। ଆମେ ପାଲା ଗାଇଲା ବେଳେ କୋଉ ଶ୍ରୋତାର ଭାବ କେମିତି, କିଏ ଶୁଣୁଛନ୍ତି କି ଶୁଣୁନାହାନ୍ତି ଆମେ ଜାଣିପାରିବୁନି? ପାଲା ଠିକ ହଉଛି କି ଭୁଲ ହଉଛି ଆପଣ ମାନେ ଜାଣିପାରିବେନି? ଠିକ ସେହିପରି ଶଙ୍କର ଭଗବାନ ଦେଖିଲେ ମୁଁ ଦୃଶ୍ୟ ଦେଖାଉଛି, ହେଲେ ପାର୍ବତୀଙ୍କର ମନ ନାହିଁ। ଶିବ ପଚାରିଲେ, ଗଲେ ପାର୍ବତୀ ତମ ସ୍ତ୍ରୀ? ତୁ ବହୁତ ବିରକ୍ତ କରୁଛୁ ମତେ କଥା। ଆଉ କାହା ସ୍ତ୍ରୀ? ନାଇଁ ଏ ପଛନା କଣ? ଇରେ ମୁଁ ଶିବ, ଇଏ ପାର୍ବତୀ। ଏତେ ଗେଡା କାହିଁକି ହେଲା? ଇରେ ବାବୁ ତତେ ମୁଁ ହାତ ଯୋଡୁଛୁ, ତୁ ବସିଲୁ। ପାର୍ବତୀ ତୁମ ଚିତ୍ତ ଚାଞ୍ଚଲ୍ୟ ଅଛି ବୋଧେ, କାରଣ ମୁଁ ତୁମକୁ ବାରମ୍ବାର ଅପୂର୍ବ ବନରାଜିର ଶୋଭାକୁ ଅବଲୋକନ କରିବା ପାଇଁ ପ୍ରଚେଷ୍ଟା କଲା ବେଳେ ତୁମେ ଉପେକ୍ଷା କରୁଛ, କାରଣ କଣ? ତୁମ ମତି ଚଞ୍ଚଳ ହବାର କାରଣ କଣ? ଗୋଟେ କାରଣ ଅଛି ସ୍ୱାମୀ। ସ୍ୱାମୀ ପାଖରେ କିଛି ଲୁଚେଇବା ଆବଶ୍ୟକ ନାହିଁ। ଅନେକ ଦିନ ହେଲାଣି ମୋ ମନରେ ଗୋଟେ ପ୍ରଶ୍ନ ଉଠି ମାରୁଛି। ତୁମ ମନରେ ଅନେକ ଦିନରୁ ଗୋଟେ ପ୍ରଶ୍ନ? ଓହୋ ଦେଖଲେ, ହେଲେ ଏତେ ଦିନ ହେଲା ପ୍ରଶ୍ନ ମତେ ପଚାରୁନା କାହିଁକି? ସମୟ ପାଉନଥିଲି ସ୍ୱାମୀ। ଆଜି କଣ ସେ ପ୍ରଶ୍ନ ତୁମେ ମତେ ଏଠି ପଚାରିବ? ତୁମେ ତ ମତେ ଘରେ ପଚାରି ପାରିଥାନ୍ତ, ଏଠି ପଚାରିବାର କାରଣ ନାଇଁ। ପାର୍ବତୀ କହିଲେ ଆଉ ଗୋଟିଏ ମାରାତ୍ମକ କଥା, କହିଲେ କାଳେ ପଚାରିଲେ ଆପଣ ଉତ୍ତର ଦେଇପାରିବେନି, ଅନ୍ୟମାନଙ୍କ ଉପସ୍ଥିତିରେ ଆପଣଙ୍କୁ କଷ୍ଟ ହବ। ଶିବ କହିଲେ ତାହେଲେ ଏମିତି ପ୍ରଶ୍ନ ପାର୍ବତୀଙ୍କ ମନରେ, କାଳେ ମୁଁ ଉତ୍ତର ଦେଇପାରିବି କି ନାହିଁ, ମତେ କଷ୍ଟ ହବ, ସେ ଆଜି ନିରୋଳାରେ ପଚାରୁଛନ୍ତି। ଠିକ ଅଛି, ତାହେଲେ ତୁମେ ମତେ ପଚାର, ମୁଁ ଚେଷ୍ଟା କରିବି ଉତ୍ତର ଦେବାକୁ। ଶିବଙ୍କ ପରି ମହାଜ୍ଞାନୀ ପାଢୀ ବାବୁ, ଯିଏ ଅସ୍ତ୍ର ବିଦ୍ୟା ପରଶୁରାମକୁ ଶିଖାଇଥିଲେ, କିଏ? ଶିବ। ଶଙ୍କର ଭଗବାନଙ୍କଠୁ ପରଶୁରାମ ଶିଖିଥିଲେ। ପରଶୁରାମ ଶିଖାଇଥିଲେ ଭୃଗୁପତି କାହାଙ୍କୁ? ଭୀଷ୍ମଦେବଙ୍କୁ। କାହିଁ ପାଟି କରୁଛ? ଦ୍ରୋଣ। କପଟରେ ବ୍ରାହ୍ମଣ ବୋଲି କହି ସେଦିନ କର୍ଣ୍ଣ ଶିଖିଲା, ଧରା ପଡିଲା, ଅଭିଶାପ ପାଇଲା। ଯଦି କ୍ଷତ୍ରିୟ ବିଦ୍ବେଷୀ ପରଶୁରାମ 21 ବାର ପୃଥିବୀ ନିକ୍ଷତ୍ର କରି କ୍ଷତ୍ରିୟଙ୍କୁ ଶିକ୍ଷା ଦେବେନି ବୋଲି ସ୍ଥିର କରି ମାୟାରେ ମିଛରେ କର୍ଣ୍ଣ ଶିଖିବାରୁ ଅଭିଶାପ ଦେଲେ। ପାଢୀ ବାବୁ, ତାହେଲେ ତାଙ୍କ ପୂର୍ବରୁ ଏ ଭୀଷ୍ମ ଶିଖିଥିଲେ, ସେ କ୍ଷତ୍ରିୟ କିମ୍ବା ବ୍ରାହ୍ମଣ? ହେ ବ୍ରାହ୍ମଣ, ଦ୍ୱିତୀୟ ଥାକରେ ଡକ୍ଟର ଶିଷ୍ୟ ବାଢି କରି
କରିଦେବେ କି ପ୍ରମାଣ? କ୍ଷତ୍ରିୟ କୂଳକୁ ବିଧ୍ୱଂସ କରିବା ପାଇଁ ପରଶୁରାମଙ୍କର ଲକ୍ଷ୍ୟ ଥିଲା। ସେ ବ୍ରାହ୍ମଣ ପିଲାମାନଙ୍କୁ କେବଳ ଶିକ୍ଷା ଦେବେ, ଦେବେ ନାହିଁ। ଭରଦ୍ୱାଜ ନନ୍ଦନ ସେଦିନ ଦ୍ରୋଣଙ୍କୁ ଶିକ୍ଷା ଦେଲା ବେଳେ ଗୁପ୍ତରେ ପଣ୍ଡିତେ ଯୋଗ୍ୟ ଛାତ୍ର ଗୁରୁଙ୍କ ଠାରୁ ଶିକ୍ଷା କରିବି ବୋଲି ପଣ୍ଡିତେ ଧରା ପଡିଲେ କିଏ କର୍ଣ୍ଣ। ଅଭିଶାପ ପାଇଲେ, କହିଲେ ଉଚିତ ବେଳେ ତୁମ ବିଦ୍ୟା ମନେ ପଡିବନି। ହେଲେ ତା ପୂର୍ବରୁ ତୁମେ ପରଶୁରାମ ଯମଦଗ୍ନି ନନ୍ଦନ ରେଣୁକା ନନ୍ଦନ ତୁମେ କେମିତି କ୍ଷତ୍ରିୟ କୂଳ ଚୂଡ଼ାମଣି ଭୀଷ୍ମକୁ ଶିଖେଇଲ, ଦେବବ୍ରତଙ୍କୁ ଶିଖେଇଲ। ୟାର ପ୍ରମାଣଟା ଟିକେ ମତେ ଦବ, ମୁଁ ତୁମଠୁ ଗ୍ରହଣ କରିବାକୁ ଚାହୁଁଛି। ଡାକିଲେ, କହିଲେ ଶୁଣ, ପଚାର, ମୁଁ ଚେଷ୍ଟା କରିବି କହିବାକୁ। ସେଇଠି ପିଲେ ଜମା ତୁମର 4 ଘଣ୍ଟା ହେଲାଣି ଜମା ସଜଡା ସରୁନାହିଁ। କେମିତି ବସିବେ, ସଜଡା ସରୁନାହିଁ। ପଚାରିବ, ସେଇଠି ପଚାରିଲେ ପାର୍ବତୀ କହିଲେ ବିଶ୍ଵ ବ୍ରହ୍ମାଣ୍ଡର କିଏ ସବୁଠାରୁ ଶ୍ରେଷ୍ଠ? ନିଃଶଙ୍କରେ ଉତ୍ତରରେ ଦିଅନ୍ତୁ ଗିରିଶ। ସବୁ ମା ମାନେ ଶୁଣ, ପର୍ବତ ନନ୍ଦିନୀ ପାର୍ବତୀ ହାତ ଯୋଡିଦେଲେ, କହିଲେ ହେ ଶଙ୍କର ଭଗବାନ, ଆପଣ ଅନେକ ଜ୍ଞାନର ଅଧିକାରୀ, ଆପଣ ହଉଛନ୍ତି ସବୁ କିଛି। ସାରା ବିଶ୍ୱରେ ଆପଣଙ୍କୁ ଦେବତା ମାନେ ଯକ୍ଷ ରକ୍ଷ କିନ୍ନର ଗନ୍ଧର୍ବ ସମ୍ମାନ ଦିଅନ୍ତି। ଆପଣଙ୍କର ସ୍ତ୍ରୀ ମୁଁ, ଆପଣ ମତେ ଦୟାକରି କହିବେ ଇଏ ବିଶ୍ୱ ବ୍ରହ୍ମାଣ୍ଡରେ ସବୁଠାରୁ କିଏ ବଡ? ସାଧାରଣ ଲୋକଙ୍କର ଉତ୍ତର ଆଉ ଶିବଙ୍କ ଉତ୍ତର ଭିତରେ ଫରକ। ପର୍ବତ ନନ୍ଦିନୀ ପାର୍ବତୀ ଯେତେବେଳେ ପଚାରିଲେ, ହେ ସ୍ୱାମୀ, ଏ ବିଶ୍ୱ ବ୍ରହ୍ମାଣ୍ଡରେ ବଡ କିଏ? ଶଙ୍କର ଭଗବାନ କିଛି ସମୟ ଚିନ୍ତା କଲେ, ମସ୍ତିଷ୍କରେ ଚିନ୍ତା କଲେ, କହିଲେ ପ୍ରକୃତରେ ପ୍ରଶ୍ନଟି ସିନା ସ୍ୱଳ୍ପ ଶବ୍ଦ ଭିତରେ ସୀମିତ, କିନ୍ତୁ ଉତ୍ତର କଣ ହେଇପାରେ? କିଛି ସମୟ ବିତିଗଲା ପରେ ଡାକିଲେ, କହିଲେ ପାର୍ବତୀ, ଏ ପ୍ରଶ୍ନର ଉତ୍ତର ପ୍ରକୃତ ମୋ ପାଖରେ ନାହିଁ। ମୁଁ କହିପାରିବିନି ଏ ବିଶ୍ୱ ବ୍ରହ୍ମାଣ୍ଡରେ ବଡ କିଏ, କାରଣ ଜଣକୁ ବଡ କଲେ ଆଉ ଜଣକୁ ଛୋଟ କରିବାକୁ ପଡିବ। ମୋ ଦୃଷ୍ଟିରେ ଇଏ ବିଶ୍ୱ ବ୍ରହ୍ମାଣ୍ଡରେ ବଡ କିଏ ମୁଁ କହିପାରିବିନି, ତୁମେ ଜାଣିଛ ପାର୍ବତୀ, ତୁମେ ମତେ ସବୁଠାରୁ ବେଶୀ ଭଲ ପାଅ। ଇଏ ବିଶ୍ୱ ବ୍ରହ୍ମାଣ୍ଡରେ ଅନେକ ଦେବତାଙ୍କର ସ୍ତ୍ରୀ ଅଛନ୍ତି, ହେଲେ ମା ଶିବଙ୍କର ସ୍ତ୍ରୀ ସ୍ୱତନ୍ତ୍ର। ଶିବଙ୍କୁ ଯେତିକି ଭଲ ପାଆନ୍ତି ପାର୍ବତୀ, ଇଏ ବିଶ୍ୱରେ କୌଣସି ଦେବତାଙ୍କୁ ତାଙ୍କ ସ୍ତ୍ରୀ ସେତିକି ଭଲ ପାଆନ୍ତି। ଲକ୍ଷ୍ମୀ ନାରାୟଣକୁ ଯେତିକି ଭଲ ନ ପାଆନ୍ତି। ମୁଁ କଣ ଯାଇଥିଲି ଲକ୍ଷ୍ମୀ ନାରାୟଣଙ୍କ ପରିବାରକୁ ଦେଖିବାକୁ, କିଏ କାହାକୁ ଭଲ ପାଆନ୍ତିନି? ଆପଣଙ୍କର ଯେତେବେଳେ ବିବାହ ବେଦୀରେ ବ୍ରାହ୍ମଣ ମାନେ ବୋଲନ୍ତି ଯଥା ରାବଣସ୍ୟ ମନ୍ଦୋଦରୀ, ଯଥା ଧୃତରାଷ୍ଟ୍ରସ୍ୟ ଗାନ୍ଧାରୀ, ଯଥା ନଳସ୍ୟ ଦମକଳ। ହେ ବାବୁ, ହେତୁ ଗଥିରେ ଦମକଳ କୋଉଠୁ ଆସିବ? ସେଟା ଦମୟନ୍ତୀ। ଯଥା ଗୌତମସ୍ୟ ଅଲିଲା ଅହଲ୍ୟା। ପାଢୀ ବାବୁ, ଏଠି ଶେଷରେ ବୋଲାଯାଏ ଉମା ପଶୁପତି। କାହିଁ ଲକ୍ଷ୍ମୀ ନାରାୟଣ ବୋଲା ହେଲାନି? ଉମା ପଶୁପତି କାହିଁକି ନା ଶିବଙ୍କୁ ଯେତିକି ପାର୍ବତୀ ଭଲ ପାଆନ୍ତି, ସେତିକି ପଣ୍ଡିତେ ବ୍ରହ୍ମାଙ୍କୁ ସାବିତ୍ରୀ ଭଲ ପାଆନ୍ତିନି, କି ଲକ୍ଷ୍ମୀ କି ନାରାୟଣ ଭଲ ପାଆନ୍ତିନି, କି ଅନ୍ୟ ଦେବତାଙ୍କୁ ଅନ୍ୟ ଦେବୀ ଭଲ ପାଆନ୍ତିନି। ଇଏ ଦୁନିଆରେ ସବୁ ଦେବୀଙ୍କର ସ୍ୱାମୀ ବଦଳିଛି, ଶିବ ବଦଳି ନାହାନ୍ତି। ସେଇ ଗୋଟିଏ ସ୍ୱାମୀ ପାର୍ବତୀ ବଦଳିଛନ୍ତି, ହେଇଛନ୍ତି ସତୀରୁ ପାର୍ବତୀ। ଯେତେବେଳେ ପଣ୍ଡିତେ ଜାଣିଲେ, ବାପା ଧିକାର କଲେ, କିଏ ସେ ଦକ୍ଷ, ସେଇଠି ହାତ ଯୋଡ଼ିଦେଲେ, କହିଲେ ବାବା ସତୀ କହୁଛନ୍ତି ଆପଣ ନିମନ୍ତ୍ରଣ ନ କରନ୍ତୁ ମୋ ସ୍ୱାମୀ କି, କିଛି ଚିନ୍ତା ନାହିଁ। ଆପଣ ମୋ ସ୍ୱାମୀ ଶଙ୍କର ଭଗବାନଙ୍କୁ ଘୃଣା କରନ୍ତୁ, କିଛି ଚିନ୍ତା ନାହିଁ। ମୁଁ ଜାଣିଛି ମୋ ସ୍ୱାମୀ ନିଃସ୍ୱ, ମୋ ସ୍ୱାମୀଙ୍କର ଘର ନାହିଁ, ଦ୍ୱାର ନାହିଁ, ଖାଇବାକୁ ନାହିଁ, କିଛି ନାହିଁ,
কিন্তু ମୋ ସ୍ୱାମୀଙ୍କ ଭିତରେ ଯାହା ଅଛି ବିଶ୍ୱରେ କୋଉ ଦେବତାଙ୍କ ଭିତରେ ନାହିଁ। ଅନନ୍ୟ ସୁଲଭ ମୃତ୍ୟୁଞ୍ଜୟ ଶିବ ଶଙ୍କରଙ୍କୁ ଆପଣ ଉପେକ୍ଷା କରି ଶିବହୀନ ଯଜ୍ଞ କଲେ। କିନ୍ତୁ ଏଇ ବ୍ରାହ୍ମଣ ମାନେ ବୋଲିଛନ୍ତି କଳଶସ୍ୟ ମୁଖେ ରୁଦ୍ର। ପରୋକ୍ଷର ଶିବ ପୂଜା କରି ଶିବଙ୍କୁ ଆପଣ ଉପେକ୍ଷା କଲେ। କିନ୍ତୁ ଆପଣ ଠିକ କଲେନି ବାବା। ଆପଣ ଗୋଟେ ଯୋଗ୍ୟ ଜାମାତାର ନିନ୍ଦା କଲେ। ଏ ପିଲେ 60 କନ୍ୟା ଆପଣଙ୍କର, ଯେତେ ଜାମାତା ଆପଣଙ୍କର ଅଛନ୍ତି, ମୁଁ ଗର୍ବ କରୁନି ମୋ ସ୍ୱାମୀ ବୋଲି। ଆପଣ ମତେ ନିମନ୍ତ୍ରଣ ଦେଲେନି। ଆଉ ଯୋଉ ସ୍ୱାମୀ ହେଇଥିଲେ କହିଥାନ୍ତେ ତୁମେ ଯାଅ ନା। ମୋ ଭଉଣୀ ମାନେ ଯେତେବେଳେ ଆସିଲେ ମୁଁ କାନ୍ଦିଲି। ମୋ ସ୍ୱାମୀ କହିଲେ ସତୀ ତୁମେ ଯାଅ, ସମ୍ମାନ ମିଳିବନି। ମୁଁ କେଡେ ଭୁଲ କଲି। ମୁଁ ଆଜି ଜାଣୁଛି ସ୍ୱାମୀଙ୍କ କଥାକୁ ଅମାନ୍ୟ କଲେ କେତେ ଭୟଙ୍କର ହୁଏ ପରିସ୍ଥିତି। ମହତ ସ୍ୱାମୀକୁ ନିନ୍ଦା ଆପଣ କଲେ। ମୋ କର୍ଣ୍ଣ ଗହରରେ ସେ ସାରା ଶରୀର ବିଷାକ୍ତ ହେଇଗଲା। ଅପବିତ୍ର ଶରୀରକୁ ନେଇ କେମିତି ଦେବି ମୋ ସ୍ୱାମୀ ପାଖକୁ? ସବୁ ମା ମାନେ ଶୁଣ, ଆଜିର ସମାଜରେ ନାରୀ ପିଲାମାନେ ଉପଯୁକ୍ତ ହେଲା ପରେ ସ୍ୱାମୀ କି ଛାଡି ଅନ୍ୟତ୍ର ପୁରୁଷ ସହିତ ସଂସାର କରିବାକୁ ପଛେଇଲା ବେଳେ ପରିଷ୍କାର କଥା କହୁଛି, ପର୍ବତ ନନ୍ଦିନୀ ପାର୍ବତୀ ଏ ଦକ୍ଷ ନନ୍ଦିନୀ ସତୀ ସେଦିନ ସ୍ୱାମୀଙ୍କର ନିନ୍ଦାକୁ ଶୁଣିକି ଆଉ ବଞ୍ଚିବେ ନାହିଁ ବୋଲି ସ୍ଥିର କଲେ। ପୁରାଣ ଯଦି ଆଜିର ନାରୀ ପଢିଥାନ୍ତା, ଇହକାଳ ପରକାଳ ଦେବତା ସ୍ୱାମୀକୁ ଉପେକ୍ଷା କରିନଥାନ୍ତା। ପୁରାଣ ଯୁଗରେ ଦକ୍ଷରାଜ ନନ୍ଦିନୀ ସତୀ ସ୍ୱାମୀ ଶିବଙ୍କ ନିନ୍ଦା ଶୁଣି ଇଏ ଶରୀର ଅପବିତ୍ର ହେଇଯାଇଛି, ମୁଁ ସ୍ୱାମୀ ଶିବ ଶଙ୍କରଙ୍କ ପାଖରେ ପହଞ୍ଚିବି। ସେ ସେଇଠି ଶରୀରରୁ ପ୍ରାଣବାୟୁକୁ ଉଡେଇ ଦେଲେ। ଯଜ୍ଞ କୁଣ୍ଡକୁ ଡେଇନାହାନ୍ତି ଆଜ୍ଞା, ଯଜ୍ଞ କୁଣ୍ଡକୁ ଡେଇନାହାନ୍ତି। ପ୍ରାଣ ଗଲା। ଶିବ କହୁଛନ୍ତି ପାର୍ବତୀ ତୁମେ ପୂର୍ବ କଥା ମନେ ପକାଅ। ତୁମେ ମୋତେ ପାଇବ ବୋଲି କଣ ନ କରିଛ? ଯେତେବେଳେ ନିନ୍ଦା କଲେ ତୁମ ବାପା ଦକ୍ଷ ପ୍ରଜାପତି ମୋର, ତୁମେ କଣ କଲ? ଗୋଟିଏ ପଦ ସଂସ୍କୃତ ସାହିତ୍ୟ କବି ହେଲେ କାଳିଦାସ ବହି କୁମାର ସମ୍ଭବ ମହାକାବ୍ୟ କଲା ଇଏ ଅଥା ଅବମାନନ ପିତୁ ପତୁକୁତା ଦକ୍ଷସ୍ୟ କନ୍ୟା ଭବ ପୂର୍ବ ସତୀ ସତୀ ଯୋଗ ବିସୃଷ୍ଟ ଦେହା ସାଙ୍ଗ ଜନ୍ମ ନେଶୟ ବଧୂ ପ୍ରପେଦେ। ଅଥଃ ଅବମାନନ ଅଥାବମାନନ। ମୁଁ ମାନୁଛି ତୁମେ ସଂସ୍କୃତିରେ ଡକ୍ଟରେଟ କରିଛ, କିନ୍ତୁ ତୁମର ଯୋଉ କୋର୍ସ ସେ କଣ ସବୁତକ ପାଲା ପାଇଁ? ତୁମର ଅଳ୍ପ ଏତିକି ପାଲା ପାଇଁ ସମ୍ପୂର୍ଣ୍ଣ ଦରକାର। ଆଜ୍ଞା, ଅଥଃ ଅବମାନନ ଅଥାବମାନନ। ଅଥଃ ଏହା ପରେ ସାର ଅପମାନ ପାଇବା ଦ୍ୱାରା କାହା ଦ୍ୱାରା ନା ପିତୃ ପ୍ରଯୁକ୍ତା ବାପାଙ୍କ ଦ୍ୱାରା ଯୁକ୍ତ ଅପମାନ। କାହା ଅପମାନ? ସ୍ୱାମୀଙ୍କ ଅପମାନ। କିଏ ପାଇଲେ? ସତୀ। କଣ କଲେ ନା ଦକ୍ଷସ୍ୟ କନ୍ୟା ଭବ ପୂର୍ବ ପତ୍ନୀ ପରିଷ୍କାର କରିଦେଲେ କାଳିଦାସ। ଦକ୍ଷସ୍ୟ କହିଲେ ଦକ୍ଷଙ୍କର କନ୍ୟା କିଏ? ଭବ ପୂର୍ବ ପତ୍ନୀ। ଭବ କହିଲେ ଶିବ, ପୂର୍ବ ପତ୍ନୀ କହିଲେ ସତୀ। ସେ ସତୀ କଣ କଲେ ନା ଯୋଗ ବଳରେ ସତୀ ସତୀ ଯୋଗ, ସତୀର ଗୋଟେ ଯୋଗ ଅଛି ସତୀ ନାରୀର। ପୂର୍ବ କାଳରେ ସତୀ ନାରୀ ଯୋଗ ଶିଖିଥିଲେ। ସ୍ୱାମୀ ମରିଗଲା, ସେ କଣ ଏମିତି ବିଧବା ହେଇ ଭତ୍ତା ପାଇଁ ଯିବ? କଣ କରିବ? ମା ମାନେ ବିଚାର କର, ପୁରାଣ ଯୁଗରେ ସତୀ ନାରୀ ଯୋଗ ଶିଖିଥିଲା, କାରଣ ସ୍ୱାମୀ ମଲା ପରେ ସେ ବିଧବା ହେଇ ଭତ୍ତା ପାଇଁ ଯିବନି, LIC ଖୋଜିବନି, ଲାଇଫ ଇନ୍ସୁରାନ୍ସ। ସତୀ ନାରୀ ଯୋଗ ଶିଖିଥିଲା କାହିଁକି ନା ସ୍ୱାମୀ ମଲା ପରେ ବିଧବା ହେବା ପୂର୍ବରୁ ସେ ପ୍ରାଣବାୟୁକୁ ଶରୀରରୁ ଉଡେଇ ଦବ। ଗୋଟିଏ ଚିତାରେ 2 ଜଣ ଯାକ ଦହନ ହେବେ। ଲେଖିଲେ କପିଳ ସଂସ୍କୃତ ରାମାୟଣ। ସ୍ୱାମୀ ମରିଗଲା ପରେ ସ୍ତ୍ରୀ କଣ କରେ? ତୋ ସ୍ତ୍ରୀ କରିବ? ଦେଖିବା ବସେଇବା। ବସେଇବା ପଚାରିବୁ କଣ ପଚାରିବୁ? କିଛି କରିବ? ସେ ବା ଯୋଗ ଶିଖି ନାହିଁ। ଯୋଗ ଶିଖିନି।
ମଣିଷ ଶରୀରରୁ ପ୍ରାଣବାୟୁକୁ କେମିତି ବାହାର କରି ଦିଆଯିବ ସେ ଯୋଗୀ ଜାଣିଛି ନା ଆଉ। ଗୌତମ ଜାଣିଥିଲେ ତାଙ୍କ ପ୍ରାଣବାୟୁକୁ ତାଳ ବରଡାରେ ରଖିକିରି ଯାଉଥିଲେ ତପସ୍ୟା ନିଶ୍ଚଳ। କହିଲା ପ୍ରାଣ ପ୍ରିୟ ପ୍ରୟାଗେଶୁ ଦୁଷ୍ଟ୍ୟ ବା ଶ୍ରବଣା କାନ୍ତ କୃତେ ପ୍ରାଣ ସତୀ ଧର୍ମେ ପ୍ରତିଷ୍ଠିତା। ସବୁ ଝିଅ ମାନେ ବୋହୂ ମାନେ ମା ମାନେ ସବୁ ବୁଝ। ସତୀ ନାରୀ କଣ କରିବ ଦେଖିବ ସ୍ୱାମୀର ମୃତ ପିଣ୍ଡ ଘରେ ମଲା ଦେଖିବନି ଦେଖିବ। ତୁ ପାଲାକୁ ଆସିଛୁ ମନେକର ତୁ ମରିଗଲୁ ଏଡା ସାଙ୍ଗରେ କିଏ ପାଲା କରିବୁ କଣ ତୁ ବୁଝୁଛୁ ଏଇ କଣ ବୁଝୁଛୁ ମତେ କହୁଛୁ ମରିବାକୁ ନାଇଁ ମତେ ମାରିବ ତମେ ବୁଝିବି ଆଉ କଣ ଇରେ ମିଛରେ ମନେକର ତୁ ପାଲାରେ ଆସିଛୁ ମରିଗଲୁ କାଇଁ ମିଛରେ ମୁଁ ମରିଗଲି ଦାଦି ଦିନେ ଦିନେ ମିଛରେ ମରୁ ନାହିଁ। ଦାଦି ତ ତା ଖୁଡିକି ଏତେ ଭଲ ପାଉଛି ଯେ ସେ ଘଣ୍ଟାଏ ଫୋନ ନ କଲେ ତାର ଛିଣ୍ଡୁନି। ଶୁଣୁ ହଉ ହେଲା ମନେକର ମୁଁ ମରିଗଲି ମୁଁ ମରିଗଲି କାହା ପାଖରେ ରହିବି ନାଇଁ କାହା ପାଖରେ ରହିବି ନାହିଁ ଆପଣ ଆପଣ ଦିଅନ୍ତୁ। ଆଉ କିଏ ମରିବ ଆଉ ବାଣ୍ଟିକି ନହେଲେ ମାର ବାଣ୍ଟିକିରି ମାରୁ କଣ ଏ ଭୋଗ ଇରେ ମନେକର ତୁ ମଲୁ ସତରେ ନୁହଁ ତୋ ସ୍ତ୍ରୀ ଦେଖିଲା କି ପାଲାରେ ମଲୁ ଶୁଣିଲା ସେ ଆଉ ବିଧବା ହବନି। କାନ୍ତ କୃତେ ପ୍ରାଣ ତ୍ୟକ୍ତା ଶିବ ବଞ୍ଚିଛନ୍ତି ଶିବ ମରିନାହାନ୍ତି ଶିବ ବଞ୍ଚିଛନ୍ତି ମୃତ୍ୟୁଞ୍ଜୟ। ପାର୍ବତୀ ନିଜକୁ ଅଯୋଗ୍ୟ ମନେ କଲେ କହିଲେ ମୋ ବାପା ଶିବ ନିନ୍ଦା କଲା ପରେ ସାରା ଶରୀରଟା ଅପବିତ୍ର ହେଇଯାଇଛି ମୁଁ ଶିବ ନିନ୍ଦା ଶୁଣିଛି ଅପବିତ୍ର ଶରୀରକୁ ନେଇ ଯିବିନି। ସତୀ କଲେ କଣ ସତୀ ପ୍ରାଣବାୟୁକୁ ବାହାରକୁ ବାହାର କରିବା ପୂର୍ବରୁ ସତୀ ନାରୀ ମାନେ ସ୍ୱାମୀ ମଲା ପରେ ନିଜେ ପ୍ରାଣବାୟୁକୁ ଉଡେଇ ଦିଅନ୍ତି ଗୋଟିଏ ଚିତାରେ ସ୍ୱାମୀ ସ୍ତ୍ରୀଙ୍କୁ ଦହନ କରନ୍ତି। ସେ କଣ କଲେ କହିଲେ ମୁଁ ତ ପ୍ରାଣବାୟୁକୁ ଉଡେଇ ଦେବି ଯଜ୍ଞ କୁଣ୍ଡକୁ କାହିଁ ଡେଇବେ କଣ ଅଗିକି ବାଇଗଣ ଫୋପଡା ହେଇଛି ସିଝା ହବ ତାହେଲେ କେମିତି କଣ କଲେ କହିଲ ଯଜ୍ଞ କୁଣ୍ଡକୁ ଡେଇଲେ ପୁଣି ପାର୍ବତୀ କେମିତି ହେବେ। ମଣିଷ ନିଜ ଶରୀରକୁ ନଷ୍ଟ କଲେ 7 ଜନ୍ମ ଯାଏ ମଣିଷ ଜନ୍ମ ପାଇବ ନା। କାଳିଦାସ ପରିଷ୍କାର ଲେଖିଛନ୍ତି ସତୀ ସତୀ ଯୋଗ ବିସୃଷ୍ଟ ଦେହା ତାଂ ଜନ୍ମନ ଶୈଳବଧୂ ପ୍ରପେଟ। ତାହେଲେ ସେଦିନ ସତୀ କଣ କଲି ସତୀ ମରିବା ପୂର୍ବରୁ ଟିକେ ବାପା ଧୀରେ ବାପା ପାଟି କଲେ ଏଇପଟେ ଭାରି କୋଳାହଳ ହେଲେ କଣ ପାଲା ଜମା ଭଲ ପ୍ରାଣବାୟୁକୁ ଉଡେଇବା ପୂର୍ବରୁ ଜଣକୁ ଡାକିଲି କାହାକୁ ଡାକିଲେ କହିଲା ତୁଳସୀଦାସ ରାମଚରିତମାନସ। ଏ କଥା ଶିବ କହୁଛନ୍ତି କାହାକୁ ପାର୍ବତୀଙ୍କୁ ଯେ ତୁମେ ମତେ ପାଇବା ପାଇଁ କେତେ ବ୍ୟାକୁଳ ତୁମେ ଆଜି ଜାଣିଛ ଉତ୍ତର ମତେ ପ୍ରଶ୍ନ ପଚାରି ଅପମାନ ଦେଲ। କହିଲେ ଏ ସତୀ ମରତ ହରିଶନ ବର ଶ୍ରୀ ରାମ ସତୀ ମରତ ହରିଶନ ବର ମାଗା ଜନମ ଜନମ ଶିବ ପଦ ଅନୁରାଗା। ସତୀ ମରିବା ପୂର୍ବରୁ ବିଶ୍ୱ ଚିନ୍ତାମଣି ଭଗବାନ ବିଷ୍ଣୁଙ୍କୁ ଡାକିଲେ କହୁଛନ୍ତି ଶିବ କହିଲେ ସେଦିନ ତୁମେ ବିଷ୍ଣୁଙ୍କୁ ଡାକିଲ କହିଲେ ହେ ବିଷ୍ଣୁ ନାରାୟଣ ମୁଁ ଏବେ ମୋ ପ୍ରାଣବାୟୁକୁ ଉଡେଇ ଦେବି କିନ୍ତୁ ମୁଁ ଏତିକି ଆପତ୍ତି କରୁଛି ୟା ପରେ ମୁଁ ଯୋଉଠି ଜନ୍ମ ନିଏ ଯିଏ ମୋ ବାପା ହୁଅନ୍ତୁ ଯିଏ ମୋ ମା ହୁଅନ୍ତୁ କିନ୍ତୁ ଜନ୍ମ ଜନ୍ମ ଶିବ ପଦ ଅନୁରାଗା ସେଇ ଶିବ ଶଙ୍କର ଅନନ୍ୟ ସୁଲଭ ହେବେ ମୋର ଇହକାଳ ପରକାଳର ଦେବତା। କେଡ ବଡ ବର ମାଗିଲେ ସତୀ କହିଲେ ନାରାୟଣ ମୁଁ ଏବେ ଶରୀରରୁ ପ୍ରାଣବାୟୁକୁ ଉଡେଇ ଦେବି ୟା ପରେ ମୁଁ ଯାହା ଝିଅ ହୁଏ ଯୋଉଠି ଜନ୍ମ ନିଏ ସେଇ ଶିବ ହେବେ ମୋର ସ୍ୱାମୀ। ତୁମେ ମତେ ଏତେ ଭଲ ପାଅ ମତେ ପାଇବା ପାଇଁ ଏତେ ତପସ୍ୟା କରିଛ ହେଲେ ଏ ପାର୍ବତୀ ତୁମେ ଆଜି ଜାଣିଥିବା ପ୍ରଶ୍ନକୁ ମତେ ପଚାରିକି ଅପମାନ ଦଉଛ। ସଂସାର କ୍ଷେତ୍ରରେ ସ୍ୱାମୀ ଯଦି ଯୋଉଠି ଡଙ୍ଗାଟାକୁ
ନେଇ ପାରେ ନା, ଆଜ୍ଞା ସ୍ତ୍ରୀ ସାହାଯ୍ୟ କରେ। ଆଜ୍ଞା ଆଜ୍ଞା ହଁ ତେଣୁ ମୋ ବାବୁ ମାନେ ଜ୍ଞାନୀ ମା, କିନ୍ତୁ ଏମିତି ନାରୀ ଅଛନ୍ତି ସଂସାର କ୍ଷେତ୍ରରେ ସ୍ୱାମୀର ଯଦି ରୋଜଗାର କମି ଯାଇଛି ନିନ୍ଦା କରିବେ, କହିବେ ବାଡି ପଡା ପୋଷି ପାରିବୁନି, ବାହା କାହିଁ ହଉଛନ୍ତି, ସେଇଟା ଭୁଲ। କେତେ ଶିକ୍ଷା ଦଉଛନ୍ତି, ତୁମେ ମୋର ସ୍ତ୍ରୀ, ପ୍ରଶ୍ନର ଉତ୍ତର ଜାଣିକି ମତେ ପଚାରୁଛ, ମୁଁ କିନ୍ତୁ ଏ ଉତ୍ତର କହିପାରିବିନି, ତୁମେ ଯଦି ଜାଣିଛ କୁହ। ତାହେଲେ କହୁଛି ଶୁଣ ସ୍ୱାମୀ କୁହ। ସବୁଠାରୁ ବଡ ହଉଛନ୍ତି ଶୋକେରେ କହିବେ, ଓଡିଆରେ କହିବେନି। ବହୁତ ଶୋକରେ ପାର୍ବତୀ କହିଲେ ଆପଣଙ୍କୁ ମୁଁ ଏତିକି କହିବି, ଏ ବିଶ୍ୱ ବ୍ରହ୍ମାଣ୍ଡରେ ବଡ କିଏ? କହିଲା ବିଦ୍ୟା ସମସ୍ତା ସ୍ତବ ଦେବୀ ଭେଦା, ଶିର ସମସ୍ତା ସକଳ ଜଗତସ୍ତୁ ଲୋକାୟାଙ୍କୁରି ତମ ସୟିତ କାତ୍ୟସ୍ତବ ସ୍ତୁତି ପରା ପରକି। ସବୁ ମା ମାନେ, ଝିଅ ମାନେ, ବୋହୂ ମାନେ ଶୁଣ, ଆଜ୍ଞା କଥାଟିକି ପାଲାରୁ ମୂଳରୁ ନ ବୁଝିଲେ ହଁ ଜମା ଭଲ ଲାଗିବ। ନା ପର୍ବତ ନନ୍ଦିନୀ ପାର୍ବତୀ କହୁଛନ୍ତି, ହେ ସ୍ୱାମୀ, ଚଣ୍ଡୀରେ ମାର୍କଣ୍ଡ ଲେଖିଲେ ବିଦ୍ୟା ସମସ୍ତା ସ୍ତବ ଦେବୀ ଭେଦା। ହଁ ଇଏ ଦୁନିଆରେ ସାରେ ଦିଟା କଥା ଯଦି ମଣିଷ ପାଖରେ ନାହିଁ, ହଁ ସେ ମଣିଷ ମଣିଷରେ ଗଣା ନୁହଁ। ତାହେଲେ ଦୁଇଟା କଣ କଣ? ତୁ କହୁନୁ। ମୁଁ କଣ ଗାୟକ ଯେ କହିବି? ଶୁଣୁ, ଯେଡେ ସୁନ୍ଦର ହେଇଥାଉ, ବାହ ମନ ଦେଇ ଟିକେ ଟିକେ ଶୁଣ ମା, ପାଟି କରୁନି ଏଠି। ଯେଡେ ସୁନ୍ଦର ହ୍ୟାଣ୍ଡସମ ପିଲାଟେ ହେଇଥାଉ, ଯେତେ ବଳଶାଳୀ ହଉ, ବେଶ ଆଜ୍ଞା ଦିଟା କଥା ଯୋଉ ମଣିଷ ପାଖରେ ନାହିଁ, ଆଜ୍ଞା ମୁଁ ଜାତିଗତ କଥା କହୁନି, ନା ସେ ଯୋଉ ପ୍ରଜାତିର ହଉ, ବେଶ ଦିଟା କଥା ଯଦି ମଣିଷ ପାଖରେ ନାହିଁ, ସେ ମଣିଷର କିଛି ମୂଲ୍ୟ ନାହିଁ। ଦୁଇଟା କଥା ତାକୁ ଏଇ ପଚାରିବେନି, ଦୁଇଟା ସେ ପଶୁ ସାଙ୍ଗରେ ସମାନ କହିଲେ ଚଳେ। ଶାସ୍ତ୍ର କହିଛି ଆଜ୍ଞା ଦୁଇଟା କଥା ପଶୁ ନ ହଉ, କିନ୍ତୁ ତାକୁ ଏଇ ପଚାରିବେନି। ପଚାରିବି ବା ସମାଜରେ କେହି ଚିହ୍ନିବେନି, କେହି ଜାଣିବେନି, ନା ଆଉ ସିଏ ନିଜକୁ ନିଜେ ଘୃଣା ବି କରିବ। ବା ସେ ଦୁଇଟା କଥା କଣ ବୁଝିବା? ହଁ ପ୍ରଥମ ହଉଛି ବିଦ୍ୟା, ପାଠ ଆଜ୍ଞା ଦ୍ୱିତୀୟରେ ଧନ। ଧନ ଆପଣଙ୍କ ପାଖରେ ଯଦି ଧନ ନାହିଁ, କୌଣସି କାରଣ, ଆଜ୍ଞା ନୁହେଁ ନା କଣ କହିଲେ, ଆପଣଙ୍କ ପାଖରେ ଯଦି ଧନ ନାହିଁ, ହଁ ଆପଣଙ୍କର ଜଣେ ଧନୀ ବନ୍ଧୁ ହାତରେ ଦେଖିବ, କହିବ ଏଇଟା ସାଙ୍ଗରେ ଆମର ଆଉ ପଡେଇନି। ନା ଆପଣଙ୍କର ଯଦି ଧନ ନାହିଁ, ଆପଣ ଭଲ ପୋଷାକଟିଏ ପିନ୍ଧି ପାରିବେନି, ଭୋଜି ଭାତକୁ ଗାଁକୁ ଯିବାକୁ ଘୃଣା ଲାଗିବ। ଆଜ୍ଞା ଧନ ନଥିଲେ ପୁଅକୁ ଠିକ ସମୟରେ, ଏବେ ସିନା ଗଭର୍ଣ୍ଣମେଣ୍ଟ ଦେଇଦେଲା ଖାତା କଲମ ବହି, ଏଇ ଆମ ବେଳେ କୋଉଠି ଗହମ ଚକଟା ଟିକେ 15 ଦିନରେ ଥରେ ଦଉଥିଲା କି ନାହିଁ, ଓଲଟା ଦରମା ନଉଥିଲେ, ସ୍କୁଲରେ ନଉନଥିଲେ ସାର୍, ଓଲଟା ଦରମା ନଉନଥିଲେ ପିଲାଙ୍କଠୁ। ହଁ ଆଉ ମାଟ୍ରିକ ପରୀକ୍ଷା ଦେଲା ବେଳକୁ ଚପଲ, ନୂଆ ଚପଲ, ଭାରି କଷ୍ଟରେ ସେତେବେଳେ ମଣିଷ ପାଠ ପଢିଛି। ଆଜ୍ଞା ମୁଁ କହିବାର ତାତ୍ପର୍ଯ୍ୟ, ଗାଁ ଲୋକ ନିଜେ ମାନେ ଛଣ ବାଉଁଶ ପରିଶ୍ରମ କରିକି ଘର କରନ୍ତି। ଏବେ ଗାଁରେ ଘର କରିକି କେମିତି 2 ପଇସା ମାରିବୁ, ସେ କାମୁଡା କାମୁଡି ଓଟରା। ମୁଁ କାହାକୁ ଆକ୍ଷେପ କରି କହୁନି, ସବୁ ଗାଁରେ, ଆମ ଗାଁରେ ହଉ, ଆପଣ ଗାଁରେ ହଉ, ସବୁ ଗାଁରେ ହଉ, ଯୋଉଥିରେ ଧର୍ମ ସେଇଠି ବେଶୀ ଅଧର୍ମ। ତେଣୁ ଇଏ ଦୁନିଆରେ ବିଦ୍ୟା ହଉଛି ମୂଳ, ପ୍ରଥମ ବିଦ୍ୟା, ଦ୍ୱିତୀୟରେ ଧନ ଧନ। ଆଜ୍ଞା ତୋ ପାଖରେ ଯଦି ଧନ ନାହିଁ, କେହି ତୋତେ ପଚାରିବେନି। ତୋ ପାଖରେ ଧନ ନାହିଁ, ତୁ ତୋ ପିଲାମାନଙ୍କୁ ଚିକିତ୍ସା କରିପାରିବୁନି। ନା ତୋ ପାଖରେ ଧନ ନାହିଁ, ତୋ ପିଲାକୁ ପାଠ ପଢେଇ ପାରିବୁନି। ଧନ ତୋ ପାଖରେ ଧନ ନାହିଁ, ଶ୍ୱଶୁରରୁ ଯାଇପାରିବୁନି। କଣ ଶ୍ୱଶୁରରୁ ଯାଇପାରିବୁନି। ଶ୍ୱଶୁରରୁ କାହିଁ ଯିବୁ? ହଁ ଠିକ କହିଛୁ, ମିଠା ପିଠା ନେଇକି ଯାଇପାରିବୁନି। ଆଉ କାହିଁକି ମା? ନା ଧନେରି ନିଷ୍କୁଳି ନା କୁଳିନାଙ୍ଗ ଭବନ୍ତି, ଧନେଇରା ପଦା ମାନବା ନିସ୍ତରନ୍ତି, ଧନେଭ୍ୟ ପର ବାନ୍ଧବ ନାସ୍ତି ଲୋକେ, ଧନାର୍ନ ଜୟ ଧଂ ଧନାର୍ନ ଜୟ ଧଂ। ମଣିଷ ପାଖରେ ଯଦି ଧନ ଅଛି, ମା ବଜାରରେ କୋଉ ଲୁଗା ଧନୀ ଘରର ବୋହୂ ପାଇଁ ଅଭାବ ହବ? ନା ବଜାରରେ କୋଉ ପୋଷାକ ଧନୀ ଘରର ପିଲା ପାଇଁ ଅଭାବ ହବ? ନା ବଜାରରେ କୋଉ ଗାଡି ଧନୀ ଘର ପିଲା ପାଇଁ ଅଭାବ ହବ? ଏଇଠି ପାଢୀ ବାବୁ ମାସକୁ ଲକ୍ଷ ଲକ୍ଷ ଟଙ୍କା ଦରମା ପାଉଛି, ଗାଡି ନେଇଯାଇ ରାତିରେ ପାଲା ସାରିବେ, ବସି ପଳେଇବେ। ବରଂ ଓଭରବ୍ରିଜ ତଳେ ସେ ପାଳିଆକୁ ଛାଡି ଦେଇକି ତାଠୁ ଛଡେଇ ନେଇଯାଆନ୍ତୁ, ସେଇଟା ବଡ କଥା ନୁହଁ। କିନ୍ତୁ
ଆମେ ଅପେକ୍ଷା କରିବୁ ବସ୍ ଠିଆ ହେଇକିରି ବ୍ୟାଗକୁ ଧରିକିରି ଯିବୁ ଆଜ୍ଞା। ସେଇଥିରେ ଖୁନ୍ଦା ମାରି ଦେଉଥିବେ ଯଦି ଅଧିକ ବାଟ ଲଙ୍ଗ ରୁଟ୍ ଗଲ କଣ୍ଡକ୍ଟର କହିବା ଆଜ୍ଞା ବସନ୍ତୁ ଯଦି କମ ବାଟ ଗଲ ସେ 3 ଥର ଖୁନ୍ଦା ମାରିଦବ କଣ୍ଡକ୍ଟର ତା ମନ ମାନୁନି ସେ କହିଲେ ଏତିକି ବାଟ ଯିବ କାହିଁକି ବସିଛୁ କଣ ବୁଝୁଛୁ ତେଣୁ ଟଙ୍କା ଅଛି ବୋଲି ତାଙ୍କ ପାଖରେ ଗାଡି କେତେ ମାତ୍ର ଧନେରି ନିଷ୍କୁଳିନା କୁଳିନା ଭବନ୍ତି ଆପଣ ଚାହିଁବେ ଆପଣଙ୍କ ଟାଇଟେଲ ଚେଞ୍ଜ କରିଦେବେ ଟଙ୍କା ଥିଲେ ହେଇଯିବ ଧନେଇ ଆପଦା ମାନବା ନିସ୍ତରନ୍ତି ଟଙ୍କା ଅଛି ଆପଣଙ୍କ ପାଖରେ ଗୋଟେ ମଣିଷକୁ ମାରୁ ମାରୁ ମରିଗଲା କିଛି ଚିନ୍ତା ନାହିଁ ଟଙ୍କା ଅଛି ଦେଇଦେବ ମିଛ ସାକ୍ଷୀ ଯୋଗାଡ଼ କରିଦବ ଷଣ୍ଢ ମାଇଲା ମଲା କି ନହେଲେ ବାଇ ରୋଗରେ ମଲା ଧନେଇ ଆପଦା ମାନବା ନିସ୍ତରନ୍ତି ଧନେ ଭ୍ୟ ପର ବାନ୍ଧବ ନାସ୍ତି ଲୋକେ ପାର୍ବତୀ ବୁଝୁଛ ଧନ ପରି ବନ୍ଧୁ ଏ ଦୁନିଆରେ ତୋ ପାଖରେ ଟଙ୍କା ଅଛି ତୁ ଯାହା ଚାହିଁବୁ ଖାଇବୁ ମୋ ପାଖରେ ନାହିଁ ମୁଁ ବିସ୍କୁଟ ପକେଇ କଣ ବୁଝୁଛୁ ନିଜେ ଜଗନ୍ନାଥ ବେହେରା ମୁଁ ଗୁରୁଦେବ କହିଥିଲେ ଏବେ 5 ଟଙ୍କିଆ ମିଳି ହେଲା କହିଲା ବ୍ରାହ୍ମଣୀ ପୁଅ ବହିଟେ ଧରିଛି ବହି ନେଲେ ଖାଇପାରିବି ଖାଇଲେ ବହି ନେଇପାରିବି ଘରୁ ଚୁଡା 2ଟା ନେଇଥିଲେ ଚୁଡା ଚିନି ପାଟିରେ ପକେଇ ପାଣି ଟୋପେ ପିଇ ବହି ଧରିକି ଆସିଥିଲି ରାଷ୍ଟ୍ରପତି ପୁରସ୍କାର ଯୋଉ ଦିନ ଦେଲେ ସେଇଦିନ ଏଇ କଥା ମନେ ପଡିଲା ଆଖିରୁ ଲୁହ ଝରି ପଡିଲା ବହୁ କଷ୍ଟ କରିଛନ୍ତି ସେମାନେ କଣ ବୁଝୁଛନ୍ତି ସାର୍ ତେଣୁ ମଣିଷକୁ ବିପଦରୁ ରକ୍ଷା କରି ଧନ ତେଣୁ ହେ ମଣିଷ ଯୁବକ ସମୟରେ ଧନ ରୋଜଗାର କର ଏ କୁନି ପିଲାମାନେ ଯାହା ପାଖରେ ଧନ ନାହିଁ ପଣ୍ଡିତେ ତାକୁ କେହି ଖାତିର କରିବେ ଆପଣ ଦେଖୁନାହାନ୍ତି ଧନ ପଦବୀ ପଦବୀ ବିଦ୍ୟା ହେଲେ ସେ ଗୋଟେ ପଦବୀ ନାଇଁ ଜିତିଥିବା ବିଧାୟକ ପଛରେ ଲୋକ ଦୌଡୁଥିବେ ସେ ପରିଶ୍ରା କଲା ବେଳକୁ ସୁଦ୍ଧା ତାକୁ ଛାଡୁନଥିବେ ଆଉ ଯଦି ବିଧାୟକ ପଦବୀ ଖସିଗଲା ଯିବେ ଯେ ସେତେ ଯିବେ ନାହିଁ ଖାଲି ଚାହୁଁଥିବେ ସାଡକୁ ପଳଉଥିବେ କଣ ପୁଅ ବୁଝୁଛୁ ଧନେଇ ରାପଦା ମାନବା ନିସ୍ତରନ୍ତି ଧନ ମଣିଷର ସବୁ କିଛି ଧନ ଆଉ ବିଦ୍ୟା ଇଏ 2ଟା ପାର୍ବତୀ କହିଲେ କାହାର ଅଧିକ କିଏ ଅଧିକାରିଣୀ ନା ଲକ୍ଷ୍ମୀ ସରସ୍ୱତୀ ଯୋଉ ଧନ ବିଦ୍ୟା ମଣିଷ ପାଖରେ ନଥିଲେ ତା ଜୀବନରେ କିଛି ମୂଲ୍ୟ ନାହିଁ ସେ 2ଟାର ଅଧିକାରିଣୀ ହଉଛି ନାରୀ ପାର୍ବତୀ କହୁଛନ୍ତି ସ୍ୱାମୀ ତୁ ଆଉ ତ ରୋଲ ଦରକାର ନାହିଁ ପଛରେ ଟିକେ ପରା ମୁଁ ତ ପାର୍ବତୀ ହେଇକିରି ବୁଝଉଛି ତୁ କାହିଁକି ଠିଆ ହେଇଛୁ ତେଣୁ ଲକ୍ଷ୍ମୀ ସରସ୍ୱତୀ ହଉଛନ୍ତି ଧନ ଆଉ ବିଦ୍ୟାର ଅଧିକାରୀ ନାରୀ ସେତିକି ନୁହେଁ ନାରୀ ବିନା ପୁରୁଷର ଗତିସ୍ଥିତି ଅସମ୍ଭବ ନାରୀ ହଉଛି ସବୁଠାରୁ ଶକ୍ତିମୟୀ ତେଣୁ ମାର୍କଣ୍ଡ କହିଲେ ଯା ଦେବୀ ସର୍ବଭୂତେଷୁ ଶକ୍ତି ରୂପେଣ ନମସ୍ତସ୍ୟୈ ନମୋ ନମଃ ଆଉ ଗୋଟିଏ କଥା ପାର୍ବତୀ କହିଲେ ଶୁଣନ୍ତୁ ସ୍ୱାମୀ ନାରୀର ଧର୍ମୀୟ ଶକ୍ତି ଯଦି ଥିବ ତା ସ୍ୱାମୀର କେହି କିଛି କରିପାରିବେନି ଆମେ ମାନେ ପୁରୁଷ ହେଇଛେ ଗୋଟେ ସୁନ୍ଦର କଥା ଲେଖିବେ ଆପଣ ମାନଙ୍କର ଅପର୍ଣ୍ଣା ଦେବୀ କଣ କହିଲେ ଆମେ ମାନେ ପୁରୁଷ ହେଇଛେ ଆମ ବାହୁରେ ବଳ ଅଛି ସମସ୍ତଙ୍କ ବାହୁରେ ବଳ ସମାନ ଅଛି ଇଏ ବଳରେ ମୂଲ୍ୟ ନାହିଁ ଆଜି ବୁଢା ହେଇଯିବେ ସେ ବଳ କୁଆଡେ ଚାଲିଯିବ ନା କିନ୍ତୁ ଗୋଟିଏ ବଳ ସେ ବୁଢା ହବନି ଆଜ୍ଞା ତାକୁ କେହି ଦୁର୍ବଳ କରିପାରିବେନି ତୋ ବାହୁରେ ବଳ ଅଛି କଣ୍ଠରେ ବଳ ଅଛି ତୁ ପାଲା ଗାଉଛୁ ତୋ ଧର୍ମ ବଳ କୋଉଠି ମୋ ପାଖରେ ଧର୍ମ ବଳ କୋଉଠି ପ୍ରତ୍ୟେକ ପୁରୁଷଙ୍କର ଧର୍ମ ବଳ ତାଙ୍କ ସ୍ତ୍ରୀ ପାଖରେ ତାମାନେ ମୁଁ ଏଠି ପାଲା ଗାଉଛି ମୋ ଧର୍ମ ବଳ କୋଉଠି ସ୍ତ୍ରୀ ପାଖରେ ସେଇଥିପାଇଁ ଦିପରେ ମୁଣ୍ଡ ବୁଲାଉଥିଲା ଆମର କାହିଁ ତୋ ସ୍ତ୍ରୀ କଣ ବିପଥଗାମୀ ହଉଛି ନା କଣ ନାଇଁ ଶୁଣ ଆଜି ଯେତେ ବାବୁ ମାନେ ବିବାହିତ ଆପଣ ମାନେ ସମାଜରେ ଖ୍ୟାତି ଅର୍ଜନ କରିଛନ୍ତି ଆପଣଙ୍କ ପଛରେ କାହା ହାତ ଅଛି ଜାଣନ୍ତି ଆପଣଙ୍କ ସ୍ତ୍ରୀ ମାନଙ୍କର ହାତ କେମିତି ତୁମରି ମାନଙ୍କ ପାଇଁ କହୁଛି ଯୋଉ ନାରୀ ଧର୍ମ ଯେମିତି ରକ୍ଷା କରିବ ତା ସ୍ୱାମୀ ଗୋଡରେ କଣ୍ଟା ଫୁଟିବ କୋଟିପତି ଘରର ବୋହୂ ହେଇଥିବ ବିଦ୍ୟା ବୁଦ୍ଧିରେ ସର୍ବଭୂଷିତା ହେଇଥିବ ନାରୀ ଧର୍ମକୁ ରକ୍ଷା ନ କଲେ ତା ପୁରୁଷଟା ବେଶୀ ଦିନ ବଞ୍ଚିବନି ରେ ଗରିବ ଘରର ବୁଢା ବୁଢୀ ଶାଗ ପଖାଳ ଖାଉଥିବେ ସେ ସହଧର୍ମିଣୀ ଧର୍ମ ରଖିଥବ ତା ପୁରୁଷର କିଛି ହବନି ନାରୀ କବି ଅପର୍ଣ୍ଣା ଦେବୀ
ପୁରୁଣା କାଳିଆ ସ୍ୱର ପକେଇବି ମୋ ଗୁରୁଙ୍କ ସ୍ୱର। ଆଜି ତ ଶାଗ ମୁଁ ତୁମକୁ ସିନା ପାଲାରେ ସମାଲୋଚନା କରୁଛି ପାଢୀ ବାବୁ, କିନ୍ତୁ ମୁଁ ସାଧୁବାଦ ଜଣାଉଛି। ମୁଁ ଯୋଉ ଗାୟକକୁ ବେଶୀ ଭଲ ପାଏ ତାକୁ ବେଶୀ କୁହେ। ତମେ କାହାକୁ ଭଲ ପାଅ? ଶାରୀରିକ ଅକ୍ଷମତାକୁ ପଛକୁ ପକେଇ ରୋଜଗାର କରୁଛ, ତୁମେ ନିଜେ ବଞ୍ଚି ପାରିବ, 5 ପ୍ରାଣୀ ବଞ୍ଚେଇ ପାରିବ, ସେ ଗର୍ବ ମୋହକୁ ପଛରେ ପକେଇ ସାଂସ୍କୃତିକ ସେବକ ହିସାବରେ ତୁମେ କେତେ କ୍ଲେଶ କେତେ କଷ୍ଟ, ଆମେ ତ ଶୋଇପଡୁଛୁ ତୁମେ ଶୋଇପାରୁନା, ତାକୁ ସବୁ ପଛକୁ ପକେଇ ତୁମେ ପାଲା ଡଙ୍ଗାକୁ ବହି ନେଇ ଯାଇଥିବାରୁ ମୁଁ ସାଧୁବାଦ ଜଣାଉଛି। ତୁମେ ଯୋଗ୍ୟ। ମୁଁ ଏବେ କହୁଛି ଦମ୍ଭରେ, ମୁଁ ଯଦି ତୁମ ପରି କୌଣସି ସରକାରୀ ଚାକିରି କରିଥାନ୍ତି, ମୁଁ ସତ କଥା କହୁଛି, ବାସ୍ତବ କଥା, ମୁଁ ପାଲା ଗାଇନଥାନ୍ତି। ନା ମୁଁ କେବଳ ବଞ୍ଚିବା ପାଇଁ ପାଲା ଗାଉଛି। ତମେ ପାଲା ଗାଇଥିଲେ ଆମେ କୋଉଠି କଣ ଯାଇଥାନ୍ତୁ? ତୁ ବଧିର ହେଇକିରି ମାସକୁ ଏତେ ଟଙ୍କା ଦରମା ପାଇକି ସେ ପାଲା ପ୍ରତି ତାଙ୍କର ଏତେ ଦୁର୍ବଳତା, ସେ ଶାରୀରିକ ଅକ୍ଷମରେ ପାଲା ଗାଉଥିବାରୁ ମୁଁ ତୁମକୁ ସାଧୁବାଦ ଦେଉଛି। କିନ୍ତୁ ଇଏ ଯୋଉ କୃପଣ ନୀତି ତାକୁ ଛାଡ। ଇଏ ଭଙ୍ଗା ଗାଡି ଆଣିବି, ପକା ବାଇଗଣ କିଣିବି, ସେଗୁଡିକ ଛାଡ। ଭଗବାନ ତ ତୁମକୁ ଟଙ୍କା ଦେଇଛନ୍ତି, ଯଦି ଟଙ୍କା ପାଇଛ ଗରିବ ମୁହଁରେ ହସ ଫୁଟା। କାହାର ପୁଅ ଝିଅ ବାହା ହେଇପାରୁନି ତାକୁ ଦିଅ। ଆଉ କେବଳ ଶିକ୍ଷକ ଗୋଟେ ପ୍ରକାର, ଏ ଯୋଉ ଗାୟକ ଶିକ୍ଷକ ଏତେ କୃପଣ, ତେଣୁ କରି ଇଏ ପୁରା ଛତୁ ତରକାରୀ 3 ଦିନ ଫ୍ରିଜରେ ରଖି ଖାଇବେ, ତୁମେ ସବୁ ଭଲ, କିନ୍ତୁ କୃପଣ ଟା ଟିକେ ଛାଡ। କୋଉ ଦିନ ବନ୍ଧୁ ବୋଲି ପାନ ଖଣ୍ଡିଏ ଦେଇଛ ନା? ତୁମ ବସା ଘର ତ ପାନ ନାହିଁ, ଆଉ ଦବ କୋଉଠି? ତୁମେ ଦେବେ, ଆଉ କେତେବେଳକୁ ଦେବେ? ଇଏ ପୁଅ ତୁ ଗୋଟେ ମାଖୁନାରେ କାହିଁ ସେମିତି ଦଉଛୁ? ଖରା ବେଳେ ଯାକ ତାଙ୍କରି ଘରେ ପଇଛୁ, ତୋର ଇଜ୍ଜତ ଅଛି? ଶୁଣ, ଗୋଟିଏ ପଦ ନାରୀ କବି ଅପର୍ଣ୍ଣା ଦେବୀ ତୁମରି ମାନଙ୍କ ପାଇଁ ସ୍ୱାମୀଙ୍କର ମଙ୍ଗଳ ହୁଏ, ଇଏ ପୁରୁଷ ଜାଣିପାରେ ନାହିଁ। କଲିକତାରୁ ଆସିବ, ଯେମିତି ଟଙ୍କା ସରିଯିବ ଭାର୍ଯ୍ୟାକୁ ବାଡେଇବ। ଇରେ ତୁ ଯିବୁ ତୋର ଯାଇ ରୋଜଗାର କରିବୁ ନା ଭାର୍ଯ୍ୟାକୁ ବାଡଉଛୁ? ଆଗ ଆସିବ ସିଗାରେଟ ଟାଣିବ, ତାପରେ ପଇସା ସରିଯିବ ବିଡି ଟାଣିବ, ତାପରେ ଛକରେ ବୁଲିକିରି ଆଠୁ ଟାଣିବ, ଶେଷକୁ ଥବ ତା ଚୁଟିକି ଧରିବ, ସ୍ତ୍ରୀ ଚୁଟିକି ଦୁଲ ଦୁଲ କରି ବଜେଇବ, ପଳେଇବ। ମୁଁ କାହିଁ କହୁଛି ବୁଝିପାରୁନ କି? ଶୁଣୁରେ ବୁଢା, ତୋ ବୁଢୀ ପାଇଁ ଆଜି ତୁ 70 ବର୍ଷରେ ଚକ ଚକ। ନାରୀ କବି ଅପର୍ଣ୍ଣା ଲେଖିଲେ, କାନ ଦେଇ ଶୁଣ। କହିଲା ନାରୀ ପ୍ରତିଭାରେ ଧରିପାରିବୁ ଭାଗ୍ୟବନ୍ତ ପୁରୁଷ, ନାରୀ ତାପ ଛତୁ କର କାଲି, ଏ ଶାଗରେ କାମ ନାହିଁ। ଆଉ ନାରୀ ପ୍ରତିଭାରେ ମୋ ମା ମାନେ, ନାରୀ ଯଦି ଧର୍ମ ରଖିଛି ପୁରୁଷର କେହି କିଛି ପ୍ରମାଣ ନବ। ମାଣ୍ଡବ୍ୟ ଋଷି ଅଭିଶାପ ଦେଲେ ବିଷ୍ଣୁ ଦାସ, ଘରେ ସୁନ୍ଦରୀ ସ୍ତ୍ରୀ, ବିଷ୍ଣୁ ଦାସ କହିଲା ମୁଁ ବେଶ୍ୟାପୁରକୁ ଯିବି। କି କଦର୍ଯ୍ୟ କଥା! କୌଣସି ନାରୀ କି ତା ସ୍ୱାମୀ ଯଦି କହିବ କଣ କରିବା, ମୁଁ ଟିକେ ବେଶ୍ୟା ଘରକୁ ଯାଇଥାନ୍ତି, ହାଣି ଖାଇଯିବ କାମୁଡି, ବାଡି ପୋଷା କହିକିରି ବାନ୍ଧିକିରି ଛାଞ୍ଚୁଣିରେ ବାଡେଇବନି? ନାରୀ ମାନେ ସବୁ ସହିବେ। ଶୁଣ ମା, କୌଣସି ମାର ସ୍ୱାମୀ ଅନ୍ୟ ନାରୀ ସହିତ ଭଲ ମନରେ କଥା ହେଲେ ବି ସେ ଧୈର୍ଯ୍ୟ ଧରିପାରିବେ ନା। ଧନ୍ୟ ତୁମେ ଅନସୂୟା। ସ୍ୱାମୀ ଯେତେବେଳେ ବିଷ୍ଣୁ ଦାସ ଦେଖି ଦେଇଛନ୍ତି ଲକ୍ଷେ ହୀରାକୁ, ମନ କଣ ହେଇଯାଇଛି, ଦିନକୁ ଦିନ କ୍ଷୀଣ ହେଇଗଲେ। ବୁଢା ଝୁରିଲା, ବୁଢାକୁ ଭାରି
बुढ़ा को भारी भोक सबू भोक आ से भोक भितर बहुत फरक सुन लक्षे हीरा बेश्या को देखी भाई विष्णुदास कहले याकू मु न पाइले बंची पारिबिनी हेले तू ब्राह्मण तो पाखरे धन नाही से कोन तते नब कोटिपति पिला हेले जाई कि ता दुआर मो बुझबू मन करिछि टंका नाही कोन बुझुछ मन कले कोन हबो तोर तो बिल्कुल टिकेट को टंका नाही तू पुणी यात्रा देखिबू ता धेरे चाखण अछि से जिनिस अछि से कोन हेई परिबो हां मन दुखरे तले बसिला मनीषर बड़ रोग किए बड़ रोग कुष्ठ रोग चुप बड़ रोग किए काहे गुडे सुन जोतला से कोन तू किए तम स्त्री मते चिन्हछु के बुझे भाई र बड़ रोग किए कला चित्ता चिंता द्वय मध्य चिंता हेबो चित्ता निर्जीव चिंता दहती र मो मां माने सुन चित्ता कहिले अग्नि मोला लोक को निया पड़ी देला बेले जियंता लोकर अंतर्जगत को किया पड़े चिंता कौन बुझुछ ये नना केड़े सुंदर थेला गोरा है सेई बेसिया को देखिला परे बुढ़ा झुरी झुरी कंटा अनसया कहिले नास्ति असया भाव जा अनसया कहले स्वामी कर कोन स्वास्थ्य कमुची ठीक तो खाद्य खाउछंती पचारिले से सेठी खोली देले मन कथा कहले ए अनसया स्वामी तू देखा जाऊ तू जेमती बरहमपुर आसीचु खटा बिकिया ये नाकेरे काई से बटिका खोलु पुरैछु एबे डांगुआ पड़ी गलेनी काई के एबे डांगुआ पड़ी गलनी तुमे तो बाहला बेल सुंदर दिसथल हो स्वामी कोन पई एमती झड़ी गल जो बरसिया पिला हले र पटी कना ए मु गोटे कथा तुम कहिबी जोटा तुम पखे उचित नुह मु गोटे बेश्या को देखिति ता संग गोटिए थर लाभ करी स्वामी हां तुमे सती नारी तुमे चाहिए मोर पूर्ण करि परिबो सेदिन पंडिते निजे बेश्या पाखरे कांदी कांदी एमिति कांदिले मो स्वामी पई गोटिए थर भिको मागुची हे महालक्ष्मी हीरा तुमे दयावती तुमे केते कोटिपति पुरुष ठारू अनेक टंकार जुगार करू मो स्वामी पई गोटिए थर सुजोग दियो गोटिए रातिर सज्जार संगी नेबे अब आप राजी हे जाईची मा देखो नारी रो प्रतिभा केते खाली गोटिए पद कहि आगौ खुशी मनरे राजी हे जाईची लक्ष्य हीरा नारी रो अंतर दबे ना एठी बाबू माने आपण माने के खराब भाबिबेनी आपण मानकर हृदय जेते शीघ्र तरली न जीव गोटे दुख दुखीर दुखेरे मां मानकर हृदय तरली जीव तू बोधे मो भाग्य रे नाहु गोटे यात्रा सेठर गोटे नारी मां कांदी कांदी स्वामी पाई जो स्त्री भिक मागुथला ताकू सुना चेन खोली के देला तुमे माने दुखीर दुख को देखि सही पारनी मा 5 टंका जगह 50 टंका देई दबा आखिर लुह बोई पड़िबो से दिन बेश्या लक्ष्य हीरा राजी हला ये कुष्ठ व्याधि प्रपीड़ित जोराशीर्ण ब्राह्मणर अंग संग लाभ करियो ए पिले खुशी मनरे स्वामी की आनिक आइला बेले किए अनसया बाबू पाद बाजी गला काहे ऊपर मांडव्य ऋषि मांडव्य ऋषि अभिशाप देले कहले क्या तो पर पदाघात करिछु मु सुनिले बसी अभिशाप दउची कला मार तो न उदय पूर्वरु एब प्राण विनाश से सती साधिपति बताए स्वामी पर विश्वास स्वामी पर विश्वास स्वामी पर विश्वास तुम मंगल पाई करते आगु सब चाहिए कला अभिशाप दउची किया तू राति पाहिला बेले तू नथु
ପ୍ରକୃତ ଭୁଲ କରିଛନ୍ତି କିଏ ସେ ପଣ୍ଡିତ ମଣ୍ଡଳୀ ବିଷ୍ଣୁ ଦାସ ବିଷ୍ଣୁ ଦାସ। ମୋ ମା ମାନେ କେମିତି ସତୀ ନାରୀ ସେ କହିଲେ ଯଦି ମୁଁ ପ୍ରକୃତରେ ସତୀ ହେଇଥିବି ମୋ ସ୍ୱାମୀଙ୍କ ବ୍ୟତିରେକ କୌଣସି ପୁରୁଷ ଠାରେ ମନ ବଳି ନଥବ ଏ ରାତି ପାଇବନି। ବେଶ ପାହିଲା ରାତି କଣ ହେଲା ଗଙ୍ଗାଧର ମେହର ପରିଷ୍କାର ଲେଖିଲେ ଶୁଣ ମା ତୁମ ମାନଙ୍କର ଖ୍ୟାତି କେତେ ଉପରେ। କହିଲେ ଇଏ ସାମାନ୍ୟ କିଚକବଦ୍ଧ ମୁଁ କେବେ କହିବିନି ମୁଁ ଏତେ କବି ଆଣିଲି ପାଲାର ତ ଅନଲିମିଟେଡ କୋର୍ସ କୋଣରୁ କିଛି ହବାକୁ ନାହିଁ। ଆମର କଣ ଦରକାର ଆମ କହିଲେ ତ କମ୍ପ୍ୟୁଟରରେ ବାହାରି ପଡିବ। ଆମେ ରୋଗୀ ଲୋକ ଶୋଇବା ଅଧିକ ବେଳେ ବେଳେ ମୋର ସୁହୃଦ ପୂଜ୍ୟ ମାନଙ୍କ ପାଖକୁ ଫୋନ ନ କଲା ବେଳକୁ ଆପଣ ମନରେ କ୍ଷୋଭ ସୃଷ୍ଟି ହଉଛି କିନ୍ତୁ କଣ କରିବା ସମୟ ନାହିଁ। ତାପରେ ଏଠି ବିଲକୁଲ ଫୋନ ଟା ଟିକେ ଲାଗୁନି କିନ୍ତୁ ସନାତନ ଦାସ କାହାକୁ ଉପେକ୍ଷା କରିନି ସବୁ ଉପର ବାଲା ବିଚାର କରିବ ମୋର କିଛି କହିବାର ନାହିଁ। ଅହଙ୍କାରୀ ମୁଁ ନୁହଁ ମୋ ଗୁରୁ କହିଛନ୍ତି ବ୍ରାହ୍ମଣୀ ପୁଅ ଗର୍ବ କଲେ ପାଲା ଖସି ମୁଁ ମୋ କର୍ମ ଉପରେ ବେଶୀ ଗୁରୁତ୍ୱ ଦିଏ ମୋର ସବୁବେଳେ ପାଲାକୁ ଡର କଣ ବୁଝୁଛୁ କହିଲା ସାମାନ୍ୟ ନୁହେଁ ଚାହିଁଛ କଣ ତୁମେ କେହି ପାଳିଆ ଧରିପାରିବନି ମୋ ସାଙ୍ଗେ ଘାଣ୍ଟି ଦେବି ଘାଣ୍ଟିବୁ ପଛରେ ତୋ ନାଡା ଉଠାରି ଆଣିବି ଦେଖିଆ ମୁଁ କଣ ଶିଶୁର ପାଳି ଅଛି କି ଦି ଅକ୍ଷର ଧରିବି ପାଳିଆ ଧରିବେ ବାବା କହିଲା ସାମାନ୍ୟ ନୁହେଁ ଅତି ପତିବ୍ରତା ନାରୀର ମହିମା ସାମାନ୍ୟ ନୁହଁ ମା କା ଗାରିମା ରହି ନେଇ କେତେ ବଡ ବାବାଜୀ ଅଭିଶାପ ଦବା କଥା ଦେଇଥିଲେ କହିଲେ ରାତି ପାଇବନି ମୁଁ ଯଦି ସତୀ ନାରୀ ହେଇଥିବି କହ ମା ରାତି ପାଇଲା ନା ସାବିତ୍ରୀ ଆପଣ ମାନେ ପୂଜା କରୁଥିଲେ ସ୍ୱାମୀ ମରିବା କଥା ମରିଥିଲେ ଫେରେଇ ଆଣିଲେ ମୋ ଗୁରୁଦେବ ଗାୟକ ଶେଖର ଜଗନ୍ନାଥ ବେହେରା ଗୋଟିଏ ପଦ ଲେଖିଛି କଣ କହିଲେ 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 ସତୀ ନାରୀ ପତି କି ଦିଏ ବଞ୍ଚାଇ সতী নারী পতি কি দিয়ে বঞ্চাই অসতী নারী নরকে দিয়ে পকাই সতী নারী পতি কি বঞ্চাই দিয়ে সতী নারী পতি কি বঞ্চাইলে কিয়ে মলে কিয়ে সত্যবান সতী সাবিত্রী তেণু নারী প্রতিভারে ভাগ্যবন্ত পুরুষ নারী তা পথ সহায় নারী ধর্ম পাই পুরুষ হুয়ে বড় নারী ধর্ম রখিলে পুরুষ বড় হব কহନ୍ତି পুরাণ আরে বাহ মা পর্বত নন্দিনী পার্বতী কহিলে স্বামী নারী পাই পুরুষ খ্যাতি অর্জন করিছি সমাজরে পার্বতী কহিলে হে শঙ্কর ভগবান মই কালর পর কালর দেবতা ইয়ে বিশ্ব ব্রহ্মাণ্ডরে নারী যুগে যুগে বড় सबु माँ माने सुन पार्वती उदाहरण दे कहले नारी बड़ বড় शिव किछि समय गुम मारी बसिले ए डाकिले कहले पार्वती প্রাণকান্ত मते चिंतु के मु स्वामी न डाके प्राण कांत कोन बेसी बहळ उचला कोन सुन तुमे जहा कहलो ठीक হেলে ये समाज पाई नारी होउछंती सर्वश्रेष्ठा नारी सृष्टि करे माँ है पालन करे संहार करे नारी की माँ कि से भौणी कि से स्त्री प्रत्येक क्षेत्र में पुरुष आवश्यक किंतु से नारी समाज पाई जेतिकी हितकारिणी ताठो अधिक अहितकारिणी নারী हम्म হয়তো কম করে खाली पाला